ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ। କୋଟି କୋଟି ଓଡ଼ିଆଙ୍କ ମୌଡ଼ମଣି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଅନେକ ଲୀଳାଖେଳ ରହିଛି। ମହାପ୍ରଭୁଙ୍କ ଏହି ଲୀଳାଖେଳା ମଧ୍ୟରେ ଅନ୍ୟତମ ଅଟେ ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀଜୀଉ ସ୍ନାନ କରିବା ପାଇଁ ମନ୍ଦିରରୁ ବାହାରି ସ୍ନାନ ମଣ୍ଡପକୁ ଯାଇଥାନ୍ତି। ତେବେ ଚାରିଆଡ଼େ ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବେଶ ଆଡ଼ମ୍ବର ସହ ପାଳନ ହେଉଥିବା ବେଳେ ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ବ୍ଲକ ଅଧୀନସ୍ଥ ଅମ୍ବାଦଳା ଦଧିବାମନ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଉତ୍ସବ ମହା ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ଭୋରରୁ ଠାକୁରଙ୍କ ମଙ୍ଗଳାର୍ପଣ ଓ ପୂଜା ରୀତିନୀତି ପରେ ଶ୍ରୀ ଦଧିବାମନ ପତିତପାବନ ସୁଦର୍ଶନଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଇ ସେବାୟତମାନେ ସ୍ନାନ କରାଇଥିଲେ। ସ୍ନାନ ପରେ ସୁଶାନ୍ତ ସାହୁ ଓ ତାଙ୍କର ଧର୍ମପତ୍ନୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଷୋଡ଼ଶ ଉପଚାର ପୂଜା କରିଥିଲେ। ଏହାପରେ ରଥ ତିଆରି ପାଇଁ ମଧ୍ୟ ପୂଜା କରାଯାଇଥିଲା। ପୁରୋହିତ ବିଜୟ ମିଶ୍ର, ବିପିନ ବିହାରୀ କର, ଅକ୍ଷୟ କୁମାର ରଥ, କୁଞ୍ଜ ବିହାରୀ ତ୍ରିପାଠୀ, ବିବେକାନନ୍ଦ ନନ୍ଦ ଓ ସେବାୟତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। କମିଟି ତରଫରୁ ଭିକାରୀ ନାହାକ, ରାଜେନ୍ଦ୍ର ନାହାକ, ଡମ୍ବରୁ ହଂସ, ବି ସୀମାଞ୍ଚଳ ପାତ୍ର, ବି ତ୍ରିପତି ପାତ୍ର, ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମନ୍ଦିର ପୂଜକ ପିଣ୍ଟୁ ତ୍ରିପାଠୀ ପୂଜା କାର୍ଯ୍ୟକୁ ନିଭାଇଥିଲେ। ଆଜି ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ।